ସାମ୍ବାଦିକତା ଏକତାର ବଡ଼ ବିଜୟ। ଗିରଫ ହେଲା ଅଭିଯୁକ୍ତ ଠିକାଦାର। ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ଅନ୍ତର୍ଗତ ବଡ଼ ଖବର ପ୍ରତିନିଧି ବିଜୟ ପ୍ରଧାନଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗଜେନ୍ଦ୍ର ଦଳେଇକୁ ଝାରସୁଗୁଡ଼ାରୁ ଉଠାଇଛି ବଲାଙ୍ଗୀର ପୋଲିସ। ଘଟଣାର 5 ଦିନ ପରେ ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସ୍ୱର ତୀବ୍ର ହେବା, ଅନେକ ଦାବିପତ୍ର ପ୍ରଦାନ ସହ ଆଜି ସନ୍ଧ୍ୟାରେ ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଏବଂ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସମେତ ଅନ୍ୟ ବରିଷ୍ଠ ସାମ୍ବାଦିକମାନେ ପୋଲିସ ଡିଜିଙ୍କୁ ଭେଟି ଆଲୋଚନା ପରେ ଶେଷରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ପୂର୍ବରୁ ଗଜେନ୍ଦ୍ରର ଅନ୍ୟ 4 ସହଯୋଗୀମାନେ ଗିରଫ ହୋଇଥିବା ବେଳେ ଗଜେନ୍ଦ୍ରର ଗିରଫ ପରେ ସାମ୍ବାଦିକତା ଏକତାର ବଡ଼ ବିଜୟ ହୋଇଥିବା ଚର୍ଚ୍ଚା ହେଉଛି। ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ କର। ଦେଖନ୍ତୁ, ପୁଇନ୍ତଳା ଘଟଣାରେ ଯୋଉ ବର୍ବୋଚିତ ଆକ୍ରମଣ ହେଇଥିଲା ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ, ଆଜି ଏକ ପ୍ରକାର ଆଶ୍ୱସ୍ତି ମିଳିଛି ସାମ୍ବାଦିକ ସମାଜକୁ ଯେ ତାର ମୁଖ୍ୟ ଅପରାଧ ବୋଲି ଯାହାକୁ କୁହାଯାଉଥିଲା, ଯେ ମାଷ୍ଟର ମାଇଣ୍ଡ ଥିଲା, ସେ ଗଜେନ୍ଦ୍ର ଦଳେଇ ଆଜି ଗିରଫ ହୋଇଛି ବୋଲି ସନ୍ଧ୍ୟାରେ ସୂଚନା ମିଳିଲା। ତା ପୂର୍ବରୁ ଆମେ ଆଜି କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଥିଲୁ ଏବଂ ତାଙ୍କୁ ଆମେ ସାମ୍ବାଦିକ ମାନଙ୍କର ଯୋଉ ଚିନ୍ତା ସେ ବିଷୟରେ ଜଣେଇଥିଲୁ। ଗଜେନ୍ଦ୍ର ଦଳେଇକୁ ଗିରଫ କରିବା ପାଇଁ ଆମେ ଡିଜିଙ୍କୁ ଜଣେଇଥିଲୁ ଏବଂ ତା ସହିତ ମଧ୍ୟ ଏକଥା କହିଥିଲୁ ଯେ ପୋଲିସ ଅଧିକ ସମ୍ବେଦନଶୀଳ ହଉ ସାମ୍ବାଦିକ ଆକ୍ରମଣ ଘଟଣାରେ। ସ୍ଥାନୀୟ ପୋଲିସର ସମ୍ବେଦନହୀନତା କାରଣରୁ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ଯୋଉମାନେ ଆକ୍ରମଣ କରୁଛନ୍ତି ଅର୍ଥାତ୍ ଆକ୍ରମଣକାରୀ ସେମାନଙ୍କର ମନୋବଳ ବଢୁଛି। ତେଣୁ ଏ ପ୍ରକାର ଘଟଣା କ୍ରମାଗତ ଭାବରେ ଦେଖିବାକୁ ମିଳୁଛି। ତେଣୁ ପୋଲିସ ସ୍ଥାନୀୟ ପୋଲିସ ଅଧିକାରୀଙ୍କର ଏଥିରେ ମୂଳତଃ ଦାୟିତ୍ୱ ରହିଛି ଯେ ସେମାନେ ସାମ୍ବାଦିକ ଆକ୍ରମଣ ଘଟଣାରେ ଅଧିକ ସମ୍ବେଦନଶୀଳ ହେବା ଉଚିତ। ଅର୍ଥାତ୍ ସାମ୍ବାଦିକକୁ ଯେମିତି ଯେତେବେଳେ ଆକ୍ରମଣ କରାଯାଏ, ସାମ୍ବାଦିକ ଯେତେବେଳେ ଥାନାର ଦ୍ୱାରସ୍ଥ ହୁଏ ତାକୁ ଇମିଡିଏଟ ତ୍ୱରିତ ନ୍ୟାୟ ପ୍ରଦାନର ବ୍ୟବସ୍ଥା ସ୍ଥାନୀୟ ଥାନା ଅଧିକାରୀ କରିବା ଉଚିତ। ଆମେ ଅନେକ ସମୟରେ ମୁଁ ଦେଖୁଛି, ମୁଁ ପ୍ରାୟ 10-11 ବର୍ଷ ହେଇଗଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବରେ ଦାୟିତ୍ୱ ନେଲା ପରେ ଏତେ ସବୁ ଘଟଣା ଦେଖୁଛୁ। ଯୋଉ ଘଟଣା ଗୁଡିକ ଥାନାରେ ଏତଲା ଦିଆଯାଏ ସାମ୍ବାଦିକ ପକ୍ଷରୁ ତାକୁ ଆକ୍ରମଣ କରାଗଲା ବେଳେ ସେତେବେଳେ ଦେଖାଯାଇଛି ଯେ ଗୋଟେ ପ୍ରତି ଏତଲା ମଧ୍ୟ ଆକ୍ରମଣକାରୀ ତରଫରୁ ଥାନାରେ ଦିଆଯାଏ ଏବଂ ସେଇ ପ୍ରତି ଏତଲାଟାକୁ ସମୟ ସମୟରେ ପ୍ରମୁଖ ଏତଲା ଭାବରେ ମଧ୍ୟ ଥାନା ଗ୍ରହଣ କରିଥାଏ। ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଥାନା ଅଧିକାରୀ ଯୋଉ ଏତଲାଟେ ରଖନ୍ତି ବା ଆକ୍ରମଣକାରୀ ପକ୍ଷରୁ ଯୋଉ ଏତଲା ଦିଆଯାଏ ସାମ୍ବାଦିକ ବିରୁଦ୍ଧରେ, ମିଥ୍ୟା ଏତଲା ଅନେକ ସମୟରେ ଦିଆଯାଏ। ସେଥିରେ କୌଣସି ମହିଳା ତରଫରୁ, କୌଣସି ଆଦିବାସୀ ହରିଜନ ତରଫରୁ ଏଇଭଳି ଏତଲା ଦାଏର କରିଦିଆଯାଏ ଏବଂ ସେଇ ଏତଲାକୁ ଥାନା ଅଧିକାରୀ ପରବର୍ତ୍ତୀ ସମୟରେ ଆମେ ସଂଗଠନ ମାନେ, ସ୍ଥାନୀୟ ସାମ୍ବାଦିକ ବନ୍ଧୁ ମାନେ କିମ୍ବା ସାମ୍ବାଦିକ ତରଫରୁ ଯେତେବେଳେ ଥାନା ଉପରେ ଚାପ ପ୍ରୟୋଗ କରାଯାଏ ଯେ ଆଜ୍ଞା ତାକୁ ଗିରଫ କାହିଁକି ଆକ୍ରମଣକାରୀ କି କରୁନାହାନ୍ତି ଏଯାବତ, ସେତେବେଳେ ଥାନା ତରଫରୁ କୁହାଯାଏ ଆପଣଙ୍କ ବିରୁଦ୍ଧରେ ମଧ୍ୟ, ସାମ୍ବାଦିକ ବିରୁଦ୍ଧରେ ମଧ୍ୟ ଗୋଟେ ପ୍ରତି ଏତଲା ଅଛି, କାର୍ଯ୍ୟାନୁଷ୍ଠାନ ଉଭୟ ପାଖରେ ହେବାକୁ ପଡିବ। ତେଣୁ ଆମେ ସେଇ ଦୃଷ୍ଟିକୋଣରୁ ଯୋଉ କମ୍ପ୍ରମାଇଜ କରିବାକୁ ସାମ୍ବାଦିକ ଟିକେ ବାଧ୍ୟ ହୁଏ। ତାର ସାମାଜିକ ଲଜ୍ଜା କାରଣରୁ ତାକୁ ବି ଗିରଫ ହେବାକୁ ପଡିବ, କାର୍ଯ୍ୟାନୁଷ୍ଠାନ ତା ବିରୁଦ୍ଧରେ ହବ, ଆକ୍ରମଣକାରୀ ବିରୁଦ୍ଧରେ ହବ। ଏଇ ଦୃଷ୍ଟିକୋଣରୁ ଆମେ ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ, ଯୋଉମାନେ ସାମ୍ବାଦିକ ସଂଗଠନ ମାନେ ଅଛନ୍ତି, ସାମ୍ବାଦିକ ସଂଗଠନ ମାନେ, ସେମାନେ ବିଭିନ୍ନ ମଞ୍ଚରେ ହେଲେ ମଧ୍ୟ ଭିନ୍ନ ମଞ୍ଚ ହେଇପାରେ, କିନ୍ତୁ ଗୋଟିଏ ସ୍ୱରରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖେ ଦାବି କରୁଛନ୍ତି। ଠିକ ଏଇଭଳି ଭାବରେ 2023 ମସିହା ଫେବୃଆରୀ ମାସ 21 ତାରିଖରେ ଆମେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମଜି ଠାରେ ତତ୍କାଳୀନ ସରକାର ବିଜୁ ଜନତା ସରକାର ଥିଲା, ବାରମ୍ବାର ତାଙ୍କୁ ଚେତାଇଲା ପରେ ମଧ୍ୟ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିନଥିଲେ। ଏକଥା ମଧ୍ୟ ସରକାରଙ୍କୁ ଆମେ ଜଣେଇଥିଲୁ, ଡ୍ରାଫ୍ଟ ପ୍ରପୋଜାଲ ଦେଇଥିଲୁ ଯେ ଭାରତ ବର୍ଷର 2ଟି ରାଜ୍ୟ ମହାରାଷ୍ଟ୍ର ଆଉ ଛତିଶଗଡ଼ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିସାରିଛନ୍ତି। ତେଣୁ ଓଡିଶା ମଧ୍ୟ ଅବିଳମ୍ବେ ଏକଥା ଲାଗୁ କରୁ, ସାମ୍ବାଦିକ ମାନଙ୍କର ସୁରକ୍ଷା ଆବଶ୍ୟକ। ଏଇଥିପାଇଁ ମୁକ୍ତ ସାମ୍ବାଦିକତା କ୍ଷେତ୍ରରେ ଇଏ ସହାୟକ ହବ। ତ ସରକାର ତାଙ୍କୁ ଅଣଦେଖା କରି ଚାଲିଲେ। ଆମେ 2023 ଫେବୃଆରୀ 21 ତାରିଖରେ ଲୋୟର ପିଏମଜିରେ ସମଗ୍ର ରାଜ୍ୟର 2000 ଉର୍ଦ୍ଧ୍ୱ ସାମ୍ବାଦିକ ଏକତ୍ରିତ ହେଲେ। ସେଇ ଆମର ଯୋଉ ବିକ୍ଷୋଭ ସ୍ଥଳକୁ ଏବେର ଯିଏ ମାନ୍ୟବର ମୁଖ୍ୟମନ୍ତ୍ରୀ ଅଛନ୍ତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସେତେବେଳେ ମୁଖ୍ୟ ଛାଟିଆ ଭାରତୀୟ ଜନତା ପାର୍ଟିର, ଏବଂ ତାଙ୍କ ସହିତ ଯିଏ ମନ୍ତ୍ରୀ ଅଛନ୍ତି ଏବେ ମୁକେଶ ମହାଲିଙ୍ଗ ଏବଂ ରବି ନାୟକ ମହୋଦୟ ମନ୍ତ୍ରୀ, ଇଏ ତାଙ୍କ ସହିତ 4-5 ଜଣ ବିଧାୟକ ଭାରତୀୟ ଜନତା ପାର୍ଟିର ସମସ୍ତ ସଭାସ୍ଥଳକୁ ଯାଇଥିଲେ ବିକ୍ଷୋଭ ସ୍ଥଳକୁ।
ଯଦି ଆମର ଦାବି ପ୍ରତି ଅନ୍ୟାନ୍ୟ ଦାବି ଥିଲା ଯେଭଳି ପେନସନ ସାମ୍ବାଦିକ ମାନଙ୍କୁ ଦିଆଯାଉ 10,000 ଟଙ୍କା ଅନ୍ୟୁନ, ତା ସହିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତାମାତାଙ୍କୁ ସାମିଲ କରାଯାଉ ଏବଂ 25 ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନ ସନ୍ତତିକୁ ସାମିଲ କରାଯାଉ। ଏ ଦାବି ଗୁଡିକ ପ୍ରତି ଏବର ମୁଖ୍ୟମନ୍ତ୍ରୀ ତତ୍କାଳୀନ ମୁଖ୍ୟ ଛାଟିଆ ସହିତ ମୋହନ ଚରଣ ମାଝୀ ତାଙ୍କ ଦୃଢ ସମର୍ଥନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଇଥିଲେ। ସେଠି ପ୍ରାୟ 30 ମିନିଟରୁ ଉର୍ଦ୍ଧ୍ୱ କାଳ ଅଭିଭାଷଣ ରଖିଥିଲେ ବିକ୍ଷୋଭ ସ୍ଥଳରେ ଏବଂ ଏକଥା ମଧ୍ୟ କହିଥିଲେ ଯେ ଆମେ କ୍ଷମତାକୁ ଆସିଲା ପରେ ସାମ୍ବାଦିକ ମାନଙ୍କର ଦାବି ପ୍ରତି ଯଥୋଚିତ ପୂରଣ ଦିଗରେ ଯଥୋଚିତ ଉଦ୍ୟମ କରିବୁ। ଆମେ ମୁଖ୍ୟମନ୍ତ୍ରୀ ହେଲା ପରେ ଘୋଷଣା ହେଲା ପରେ ଆମେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସଂଘ ପକ୍ଷରୁ ଭେଟିଥିଲୁ। ମୁଖ୍ୟମନ୍ତ୍ରୀ ସହୃଦୟତା ସହିତ କମ୍ ସମୟ ଦିନ ହୋଇଥିଲା, ତେଣୁ କହିଲେ ଟିକେ ସମୟ ଦିଅନ୍ତୁ, ଆମେ ତାକୁ ସାମ୍ବାଦିକ ସମସ୍ୟା ପ୍ରତି ମୁଁ ପ୍ରତିବଦ୍ଧ ଅଛି ଏବଂ ତାକୁ ପୂରଣ ଦିଗରେ ଯଥୋଚିତ ଉଦ୍ୟମ କରିବି। ଆମେ ଧନ୍ୟବାଦ ଦେବା ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ବର୍ତ୍ତମାନ ସରକାରଙ୍କୁ। ଏବେ କିଛି ଦିନ ତଳେ ଗତ ବିଧାନସଭା ସମୟରେ ଗୋଟେ କମିଟି ଗଠନ କରାଯାଇଛି ସାମ୍ବାଦିକ ସମସ୍ୟାକୁ ରିଜଲ୍ଭ କରିବା ପାଇଁ, ସମସ୍ୟାକୁ ସମାଧାନ କରିବା ପାଇଁ। ଏକାମ୍ର ବିଧାୟକ ମାନ୍ୟବର ବିଧାୟକ ବାବୁ ସିଂ ମହୋଦୟ ତାର ଅଛନ୍ତି ଅଧ୍ୟକ୍ଷ। ସେଇ କମିଟିରେ ଅନ୍ୟାନ୍ୟ ବିଧାୟକ ମାନେ ଅଛନ୍ତି। ଆମେ ତାଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛୁ ଏବଂ କରିବୁ ଆଗାମୀ ଦିନରେ। ସେ ଗୋଟେ କମିଟି ଗଠନ କରିଛନ୍ତି, କିନ୍ତୁ ଦେଖାଯାଉଛି ସ୍ଥାନୀୟ ସ୍ତରରେ ଯୋଉ ସମ୍ବେଦନହୀନତା ରହୁଛି ତା ପୋଲିସ ଅଧିକାରୀଙ୍କର, ଏ ପ୍ରତି ଯତ୍ନବାନ ହେବା ଉଚିତ ପୋଲିସ ଅଧିକାରୀ। ସେଇଥିପାଇଁ ଆମେ ଆଜି ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଆପଣ ଗୋଟେ ନିର୍ଦ୍ଦେଶନାମା ଦିଅନ୍ତୁ ସ୍ଥାନୀୟ ସ୍ତରର ଅଧିକାରୀ ମାନଙ୍କୁ, ଥାନା ଅଧିକାରୀ ମାନଙ୍କୁ, ଯେ ସେମାନେ ଅଧିକ ସମ୍ବେଦନଶୀଳ ହୁଅନ୍ତୁ ସାମ୍ବାଦିକ ଆକ୍ରମଣ କ୍ଷେତ୍ରରେ। ମୁକ୍ତ ସାମ୍ବାଦିକତା ପ୍ରତି ଯୋଉ ଚାପି ଦେବା ପାଇଁ ଯୋଉ ଉଦ୍ୟମ କରାଯାଉଛି, କଣ୍ଠ ଚାପିବା ପାଇଁ ଯୋଉ ଉଦ୍ୟମ କରାଯାଉଛି, ସେଠୁ ଅବ୍ୟାହତ ରଖିବା ପାଇଁ ଏବଂ ମୁକ୍ତ ସାମ୍ବାଦିକତାକୁ ପ୍ରଶ୍ରୟ ଦେବା ପାଇଁ ଏ ପ୍ରକାର ବ୍ୟବସ୍ଥା ଗୋଟେ ଆପଣ ନିର୍ଦ୍ଦେଶନା ଦିଅନ୍ତୁ ଅନୁରୋଧ ରଖିଥିଲୁ। ତା ସହିତ ଗଜେନ୍ଦ୍ର ଦଳେଇ ଯିଏ ମୁଖ୍ୟ ଅପରାଧୀ ଥିଲା, ଯିଏ ଯୋଉ ଘଟଣାଟି ସାମ୍ବାଦିକ ମାନଙ୍କର ମନୋବଳ ଭାଙ୍ଗୁଥିଲା ଏବଂ ଯୋଉ ଘଟଣାଟି ଅପରାଧୀ ମାନଙ୍କର ମନୋବଳକୁ ଦୃଢ କରୁଥିଲା, ସେ ଘଟଣାରେ ତାକୁ ତୁରନ୍ତ ଗିରଫ କରିବା ପାଇଁ କହିଥିଲୁ ଏବଂ ପଜିଟିଭ ଉତ୍ତର ମିଳିଥିଲା। ଡିଜି ମହୋଦୟ ନିଶ୍ଚିତ ଭାବରେ ମୁଁ କହିବି ଯେ ସେ ଦୃଢ ଥିଲେ, ନ୍ୟାୟ ଦେବା ପାଇଁ ପ୍ରତିବଦ୍ଧ ଥିଲେ ଏବଂ ଆମେ ଫେରିବା ପରେ 3, 4, 5 ଘଣ୍ଟା ଭିତରେ ମଧ୍ୟ ଆମେ ଖବର ପାଇଲୁ ଯେ ସେ ଗିରଫ ହେଲା। ତେଣୁ ନିଶ୍ଚିତ ଭାବରେ ଆମେ ପୋଲିସ ପ୍ରଶାସନର ଯୋଉ କାର୍ଯ୍ୟକ୍ରମ ନେଲେ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାକୁ ଗିରଫ କରିଛନ୍ତି, ସେଥିପାଇଁ ଧନ୍ୟବାଦ। ଆଶା କରିବା ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ, ଦୃଢ ଦଫା ମଧ୍ୟ ତା ବିରୁଦ୍ଧରେ ଲାଗିଥିବ। କାରଣ ଇଏ ଯୋଉ ଘଟଣାଟି ଘଟିଛି, ଇଏ ଗୋଟାଏ ବର୍ବରୋଚିତ ଆକ୍ରମଣ। ଇଏ କେବଳ ଓଡିଶା ପାଇଁ ନୁହଁ, ସମଗ୍ର ଭାରତବର୍ଷ ପାଇଁ ଏବଂ ରାଜ୍ୟ ପାଇଁ, ସରକାରଙ୍କ ପାଇଁ ମଧ୍ୟ ଗୋଟେ ନିନ୍ଦାର କାରଣ ଯେ ଏଭଳି ଭାବେ ସାମ୍ବାଦିକ ମାନଙ୍କୁ, ଯିଏ ସମାଜ ପାଇଁ କାମ କରୁଛି, ଯିଏ ମୁକ୍ତ ସାମ୍ବାଦିକତାରେ ବିଶ୍ୱାସ କରୁଛି, ତାକୁ ପ୍ରତିରୋଧ ଆଉ ବର୍ବରୋଚିତ ଆକ୍ରମଣର ଶିକାର ହେବାକୁ ପଡୁଛି। ତେଣୁ ଆଶା କରିବା ଭବିଷ୍ୟତରେ ଯେତେ ଶୀଘ୍ର ସମ୍ଭବ ଏଇ ସମସ୍ୟାଟିକୁ ସମାଧାନ ଦିଗରେ ସରକାର ଯତ୍ନବାନ ହେବେ। ମହାରାଷ୍ଟ୍ର, ଛତିଶଗଡ଼ ଢାଞ୍ଚାରେ ଏଠି ମଧ୍ୟ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବେ। ଏ ଅପେକ୍ଷା ନିଶ୍ଚିତ ସରକାରଙ୍କ ପାଖରେ ରହିବ। ରାଜ୍ୟର କୋଣ ଅନୁକୋଣରେ ଅନେକ ସମୟରେ ସାମ୍ବାଦିକଟିଏ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ମଧ୍ୟରେ ସାମ୍ବାଦିକ ଆକ୍ରମଣ ଘଟଣା ଅତି ସାଧାରଣ ହୋଇଯାଇଛି, ଯାହାକୁ ନେଇ ରାଜ୍ୟ ସରକାର ରାଜ୍ୟରେ ଥିବା ଅନେକ ସାମ୍ବାଦିକ ଅନୁଷ୍ଠାନର ଦାବି ମୁତାବକ ସାମ୍ବାଦିକ ସୁରକ୍ଷା ଆଇନ କେବେ ପ୍ରଣୟନ କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା। ବ୍ୟୁରୋ ରିପୋର୍ଟ, କଭର ଓଡ଼ିଶା।